ଭିନ୍ନ ଅର୍ଥରେ ଯଦି ମାନେ କେବଳ ବିରୋଧ କରିବା ପାଇଁ କମ୍ୟୁନିଷ୍ଟର ବିଧାୟକ ସେ କଥା କହିବେ, ମୋର କିଛି କହିବାର ନାହିଁ। ଏଇ ଯେଉଁ କଥାରେ ଆମେ ଧାନର ମୂଲ୍ୟ 800 ଟଙ୍କା ବୃଦ୍ଧି କରାଗଲା। କାହା ପାଇଁ କରାଗଲା? ଯେଉଁମାନେ ବିଲରେ ଖଟୁଛନ୍ତି, ଯେଉଁମାନେ କୃଷକ ଲୋକ, ଯେଉଁମାନେ ଦିନ ରାତି ଅହରହ ପରିଶ୍ରମ କରୁଛନ୍ତି, ଚାଷୀଙ୍କ 800 ଟଙ୍କା ବୃଦ୍ଧି ତାଙ୍କ ପାଇଁ। ଏବଂ ଯାହା ଯୋଜନା ମଧ୍ୟ ହେଉଛି, ଆପଣ ଯେତେ ଯୋଜନା ଦେଖିବେ ସବୁ ଗରିବ ଲୋକଙ୍କ ପାଇଁ ହେଉଛି। ଭିନ୍ନ ଅର୍ଥରେ ଯଦି ମାନେ କେବଳ ବିରୋଧ କରିବା ପାଇଁ କମ୍ୟୁନିଷ୍ଟର ବିଧାୟକ ସେ କଥା କହିବେ, ମୋର କିଛି କହିବାର ନାହିଁ। ତ ଆମ ସମସ୍ତଙ୍କର ନୈତିକ ଧର୍ମ ହେବା ଦରକାର। ଗରିବ ଲୋକଟା ସମାଜର ଉପର ସ୍ତରକୁ ଆସିଲେ ସମାଜ ଠିକ୍ ଭାବେ ଗତି କରିବ। ମୁଁ ସେଥିପାଇଁ ଯତ୍ନବାନ ଅଛି, ମୁଁ ସେଥିପାଇଁ ଚେଷ୍ଟା କରୁଛି। ମୁଁ ଭାବୁଛି ଆମେ ସମସ୍ତେ ମିଳିତ ଭାବରେ କେବଳ ବିଧାନସଭା ଭିତରେ ନୁହେଁ, ବିଧାନସଭା ବାହାରେ ମଧ୍ୟ ଯେଉଁମାନେ ଅଛନ୍ତି ସମସ୍ତେ ଆମ ଚେଷ୍ଟା ରହିବ ଯେଉଁମାନେ ଗରିବ ଲୋକ ଅଛନ୍ତି କିଭଳି ଭାବେ ଆଗକୁ ଉଠିବେ।